ପିଲାମାନେ ଆଜି ଆମେ ଲକ୍ଷ ଏବଂ କୋଟି ବିଷୟରେ ଜାଣିବା। ତୁମେମାନେ ଶୁଣିଥିବ କିଏ କହିଥିବ କି ମୁଁ ଗୋଟେ କାର୍ କିଣିଲି ଏବଂ ଏଇ କାର୍ଟି 6 ଲକ୍ଷ ଟଙ୍କା କିମ୍ବା ଏଇ କାର୍ଟି 10 ଲକ୍ଷ ଟଙ୍କା। ସେମିତିକି ଯଦି ମୁଁ ତୁମକୁ ପଚାରିବି କି ଆମ ରାଜ୍ୟର ଜନସଂଖ୍ୟା କେତେ, ତୁମେମାନେ କହିପାରିବ କେତେ? 4 କୋଟି। ତେଣୁ ତୁମେମାନେ ଜାଣିପାରୁଥିବ କି ଲକ୍ଷ ଏବଂ କୋଟି ଏସବୁ କ'ଣ ବଡ଼ ବଡ଼ ସଂଖ୍ୟା, କିନ୍ତୁ ଏମାନେ କେତେ ବଡ଼ ସଂଖ୍ୟା ସେ ବିଷୟରେ ଆମେ ଜାଣିବା। କେତେ ବଡ଼ ସଂଖ୍ୟା ମାନେ କ'ଣ? ମାନେ କି ମୁଁ ଯଦି ତୁମକୁ ପଚାରିବି କି 1 ଲକ୍ଷ କେତେ ଶହ, ତୁମକୁ ମୋତେ 1 ଲକ୍ଷ ଟଙ୍କା ଦେବାର ଅଛି ଏବଂ 100 ଟଙ୍କିଆ ନୋଟ୍ରେ ଦେବାର ଅଛି। ତୁମେ କେତୋଟି 100 ଟଙ୍କିଆ ନୋଟ୍ ଦେଲେ ମୋତେ ତୁମେ 1 ଲକ୍ଷ ଟଙ୍କା ଦେବ? ତୁମେମାନେ କେମିତି ଜାଣିବ? ପ୍ରଥମେ ଧରିନିଅ ମୋ ପାଖରେ 100 ଅଛି। ଏବେ 10ଟି 100 ହେଲେ କେତେ ହେବ? 10ଟି 100 ମାନେ 100ରେ ଆମେ କ'ଣ କରିବା? 10 ଗୁଣି ଦେବା ଏବଂ ହେବ 1000। ଏବେ ଦେଖ 2ଟି ଶୂନ ଥିଲା, ଏବେ ଏଠି କେତେଟା? 3ଟି ଶୂନ ହୋଇଗଲା। ତା'ମାନେ ଗୋଟିଏ ଶୂନ ବଢ଼ିଯାଉଛି ଯେତେବେଳେ ଆମେ 10 ଗୁଣୁଛେ। ତାପରେ ସେମିତି 1000ରେ ଯେତେବେଳେ ମୁଁ 10 ଗୁଣିବି, 1000 ଗୁଣନ 10 କେତେ ହେବ? 10,000 ହେବ, କାରଣ 3ଟି ଶୂନ ଥିଲା, ଆଉ ଗୋଟେ ଶୂନ ବଢ଼ିଯିବ 10 ଗୁଣିଲେ। ତାପରେ ସେମିତି 10,000ରେ ଯେତେବେଳେ ମୁଁ 10 ଗୁଣିବି କେତେ ହେବ? 4ଟି ଶୂନ ଥିଲା, ଆଉ ଗୋଟେ ଶୂନ ଆସିଯିବ, ହେବ 5ଟି ଶୂନ। ଏବେ ଏଇ ସଂଖ୍ୟାଟିକୁ ଆମେ କେମିତି ପଢ଼ିବା? ଆମେ ୟାକୁ ପଢ଼ିପାରିବା କେତେ? 100 1000 ପଢ଼ିପାରିବା, ନହେଲେ ଆମେ ପଢ଼ିପାରିବା ୟାକୁ 10 ଅୟୁତ, ନହେଲେ ଆମେ ୟାକୁ ପଢ଼ିପାରିବା 1 ଲକ୍ଷ। ତେଣୁ ଆମେ କେତେ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ଲକ୍ଷ ପଢ଼ିପାରିବା? 6 ଅଙ୍କ ବିଶିଷ୍ଟ ସଂଖ୍ୟା, ନହେଲେ ତାଠୁ ବଡ଼। ମାନେ କି ଯଦି ମୁଁ ଏଠି ଗୋଟେ ସଂଖ୍ୟା ଲେଖୁଛି 1 2 7 3, ଆକୁ ଆମେ କ'ଣ ପଢ଼ିପାରିବା? 1,31,273। ସେମିତି ଆଉ ଯଦି ଗୋଟେ ସଂଖ୍ୟା ନେଉଛି, ଆକୁ ଆମେ କ'ଣ ପଢ଼ିପାରିବା? ପ୍ରଥମେ 3ଟି ପରେ ଗୋଟେ କମା ଦେବି, ତାପରେ 2ଟି ପରେ ଗୋଟେ କମା ଦେବି, ଆକୁ ଆମେ ପଢ଼ିପାରିବା 13,27,229। ଏବେ ସେମିତି ଏଇ 1 ଲକ୍ଷରେ ମୁଁ ଯଦି ପୁଣି 10 ଗୁଣିବି କେତେ ହେବ? 1 ଲକ୍ଷରେ 10 ଗୁଣିଲେ ହେବ କେତେ? ପୁଣି ଆଉ ଗୋଟେ ଶୂନ ବଢ଼ିଯିବ। ଆଗରୁ ଥିଲା 5ଟି ଶୂନ, ଏବେ 6ଟା ଶୂନ ହୋଇଯିବ ଏବଂ ଏଇଟାକୁ ଆମେ ପଢ଼ିବା କେତେ? 10 ଲକ୍ଷ। ସେମିତି 10 ଲକ୍ଷରେ ଯେତେବେଳେ ମୁଁ ଗୋଟେ ଥର 10 ଗୁଣିବି ଆମେ ପାଇବା କେତେ? 1ରେ 7ଟି ଶୂନ, 6ଟି ଶୂନ ଥିଲା, ଆଉ ଗୋଟେ ଶୂନ ବଢ଼ିଗଲା, ହେଲା କେତେ? 7ଟି ଶୂନ ଏବଂ ଆମେ ୟାକୁ ପଢ଼ିବା କେତେ? 1 କୋଟି। ଭାରତୀୟ ସଂଖ୍ୟା ଲିଖନରେ 8ମ ସ୍ଥାନରେ ଥିବା ସଂଖ୍ୟାର ସ୍ଥାନ କେତେ? କୋଟି ସ୍ଥାନ। ତେଣୁ ଆମେ ୟାକୁ ପଢ଼ିବା 1 କୋଟି। ଏବେ ଦେଖ ଆମେ ପ୍ରଶ୍ନ ଥିଲା କ'ଣ? 1 ଲକ୍ଷ କେତେ ଶହ? ଦେଖ ଏଠି ଆମ ପାଖରେ 100 ଥିଲା, 100, ତାପରେ ଏଠି 1 ଲକ୍ଷ ଅଛି। ଏଇ 100ରୁ 1 ଲକ୍ଷ ଯାଏଁ ଆସିବା ଲାଗି ଆମେ କ'ଣ କରିଛେ? ପ୍ରଥମେ ଗୋଟେ ଥର ଏଠି 10 ଗୁଣିଛେ, ତାପରେ ପୁଣି ଏଠି ଆଉ ଥରେ 10 ଗୁଣିଲେ, ପୁଣି ଗୋଟେ ଥର 10 ଗୁଣିଛେ। ତା'ମାନେ ଆମେ 100ରେ କେତେ ଗୁଣିଲେ? ଗୋଟେ ଥର 10 ଗୁଣିଲେ, ପୁଣି ଆଉ ଥରେ 10 ଗୁଣିଛେ, ପୁଣି ଆଉ ଥରେ 10 ଗୁଣିଲେ ଏବଂ ପାଇଲେ କେତେ? 1 ଲକ୍ଷ। ତା'ମାନେ 100ରେ ଆମେ କେତେ ଗୁଣିଛେ? ଆମେ 100ରେ ଗୁଣିଛେ 1000, କାରଣ 10ରେ 10 ଗୁଣିଲେ 100, 100ରେ 10 ଗୁଣିଲେ 1000, ପାଇଲେ କେତେ? 1 ଲକ୍ଷ। ତା'ମାନେ କି ଆମକୁ କେତୋଟି 100 ଟଙ୍କିଆ ଦରକାର? 1000ଟି 100 ଟଙ୍କିଆ ହେଲେ ଆମେ ପାଇଯିବା କେତେ? 1 ଲକ୍ଷ। ତା'ମାନେ ଆମେ 1 ଲକ୍ଷ କେତେ ବଡ଼ ଜାଣିପାରୁଛୁ? ଆମ ପାଖରେ ଯେତେବେଳେ 1000ଟା 100 ଟଙ୍କିଆ ନୋଟ୍ ହେବ ଆମେ ପାଇବା କେତେ? 1 ଲକ୍ଷ ଟଙ୍କା। ସେମିତିକି ମୁଁ ଯଦି ତୁମକୁ ପଚାରିବି 1 ଲକ୍ଷ କେତେ ହଜାର, କେତେଟା 1000 ହେଲେ ଆମେ ପାଇବା 1 ଲକ୍ଷ ଟଙ୍କା? 1000ରୁ ଲକ୍ଷ ଯାଏଁ ଆମେ କ'ଣ କରିଛେ? 1000ରେ ଥରେ 10 ଗୁଣିଲେ ପାଇଲେ 10,000, ପୁଣି 10 ଗୁଣିଲେ ପାଇଲେ ଲକ୍ଷେ। ତେଣୁ 1000ରେ ଆମେ କ'ଣ ଗୁଣିଲେ? 10 ଗୋଟେ ଥର ଗୁଣିଲେ, ପୁଣି ଆଉ ଥରେ 10 ଗୁଣିଲେ ପାଇଲେ ଲକ୍ଷ। ତା'ମାନେ 1000 ଗୁଣନ 100 ହେବ କ'ଣ? ଲକ୍ଷ, ମାନେ କି 1 ଲକ୍ଷ। ତେଣୁ କେତୋଟି 1000 ପାଇଲେ ଆମେ ପାଇବା 1 ଲକ୍ଷ? 100ଟି 1000 ପାଇଲେ ଆମେ ପାଇବା 1 ଲକ୍ଷ। ସେମିତି ମୁଁ ଯଦି କହିବି କି 1 କୋଟି, ଯଦି ମୋତେ ତୁମେ 1 କୋଟି ଟଙ୍କା ଦିଅ, କିନ୍ତୁ ତୁମେ 100 ଟଙ୍କିଆ ନୋଟ୍ ଦେବ, ମୋତେ ଖାଲି 100 ଟଙ୍କିଆ ନୋଟ୍ ଦେବ, କେତୋଟି 100 ଟଙ୍କିଆ ଦେଲେ ତୁମେ ମୋତେ 1 କୋଟି ଟଙ୍କା ଦେବ? କେମିତି ଜାଣିବା? ଦେଖ ଆମ ପାଖରେ 100ରୁ ଆମେ ପ୍ରଥମେ ଗୋଟେ ଥର 10 ଗୁଣିଥିଲେ, ତାପରେ ପୁଣି ଏଠି ଗୋଟେ 10 ଗୁଣିଛେ, ପୁଣି ଆଉ ଗୋଟେ 10 ଗୁଣିଲେ ଏଠି, ତାପରେ ଆଉ ଥରେ ଏଠି ଗୋଟେ 10 ଗୁଣିଥିଲେ, ପାଇଥିଲେ 10 ଲକ୍ଷ ଟଙ୍କା, ତାପରେ ପୁଣି ଆଉ ଥରେ ଏଠି ଗୋଟେ 10 ଗୁଣିଲେ, ତାପରେ ପାଇଲେ ଆମେ 1 କୋଟି। ତେଣୁ ଆମେ କେତେଟା 10 ଗୁଣିଛେ? 1 2 3 4 5। ତା'ମାନେ ଏଠି ହେବ କେତେ? 1 2 3 4 5, ମାନେ କି କେତେ? ଲକ୍ଷେଟା ଆମେ ଯଦି 100 ଟଙ୍କିଆ ନୋଟ୍ ଦେବା, ଆମେ ଦେବା କେତେ? 1 କୋଟି।
सेमिति मु जदि तुमको पचारिबी 1 कोटी केते लक्ष केतोटी लक्ष हेले हम 1 कोटी। एबे देख लक्षटी थिला एडी 1 लक्ष एटा एवं 1 लक्ष रु 1 कोटी जीवा लगी आमे प्रथम गोटे 10 गुणीथिले पुणी आउ थरे 10 गुणीथिले तेणु मु लिखिबाटी कोन 10 गुणन 10 केते हबो 100 लक्ष। तो माने 100टी लक्ष जहाँ गोटे कोटी सैया।